ଘାସ ବାଛୁଛ ନା? ଆସୁନ ଏଇ ଧଣିଆ ପତ୍ର ଗଛ ଗୁଡା ସଫା କରୁଛି। ଯାହା ହଉ ଧଣିଆ ପତ୍ର ଆଉ ପୁଦିନା ପତ୍ର ଗଛଟା ବଞ୍ଚିଗଲା। ଆଜି ସଣ୍ଡେ ସ୍ପେଶିଆଲ କଣ ବନଉନ? କଣ ବନେଇବି କହୁନ ତମେ? ଆଜି ପଞ୍ଜାବୀ ଚିକେନ ଟିକେ ବନେଇ ଦଉନ। ହଉ ଠିକ ଅଛି, ଚାଲନ୍ତୁ ବନେଇବା ପଞ୍ଜାବୀ ଚିକେନ। ଚିକେନ କୁ ଭଲ ଭାବରେ ଧୋଇ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଚିକେନ କ୍ୱାଣ୍ଟିଟି ଅନୁସାରେ ଜିରା ଗୁଣ୍ଡ, ତନ୍ଦୁରୀ ମସଲା, ଆଉ ଏଇଟା ଜମା ବି ସ୍କିପ୍ କରିବେନି। ତା ଉପରେ ଦବା 3 ଚାମଚ ଦହି, ଆଉ 2 ଚାମଚ ବେସନ, 3 ଚାମଚ ଅଦା ରସୁଣ ପେଷ୍ଟ, ଆଉ ତା ଉପରେ 1 ଚାମଚ ସୋରିଷ ତେଲ। ଆକୁ ଭଲ ଭାବରେ ଗୋଳେଇ ଦବା ଯେମିତି କି ମସଲାଟି ଚିକେନ ଭିତରେ ଭଲସେ ଗୋଳେଇ ହେଇଯିବ। ତାପରେ 2 ଘଣ୍ଟା ପାଇଁ ଛାଡି ଦେଇକି ରେଷ୍ଟ ପାଇଁ ଗୋଟେ କରେଇରେ ଅଳ୍ପ କିଛି ତେଲ ଦେଇକି 5 ମିନିଟ ପାଇଁ ଢାଙ୍କିକି ଭାଜି ନବା। ତାପରେ ଗୋଟେ ଜାଲି ମାଧ୍ୟମରେ ଗ୍ୟାସ ରେ ପୋଡି ନବା। ଚିକେନ ଟି ଭଲ ଭାବରେ ରୋଷ୍ଟ ହବା ପର୍ଯ୍ୟନ୍ତ ତାକୁ ଏପଟ ସେପଟ କରିକି ପୋଡିବା ଦରକାର। ଚିକେନ ଟି ଭଲ ଭାବରେ ଭିତର ପର୍ଯ୍ୟନ୍ତ ସିଝିଯିବ। ପଞ୍ଜାବୀ ଚିକେନ ପାଇଁ ମସଲା ପ୍ରସ୍ତୁତ କରିବା। ଆଉ ଗୋଟେ କଢେଇରେ ସୋରିଷ ତେଲ, ଜିରା, ତେଜପତ୍ର, ଗୁଜୁରାତି, ଡାଲଚିନି, ଆଉ କାଜୁ, ପିଆଜ, ଟମାଟୋ, ରସୁଣ, ଅଦା ନେଇପାରିବେ। ମୋର ଯେହେତୁ ମୁଁ ମସଲା କରିଦେଇଥିଲି, ମସଲା ଟିକେ ପକେଇ ଦେଇକି ତାକୁ ଭଲ ଭାବରେ ଭାଜି ନେଇ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର ରେ ଥଣ୍ଡା ହେଲା ପରେ ପେଷ୍ଟ କରିନବା। ପେଷ୍ଟ କଲା ପରେ ଆଉ ଗୋଟେ କଢେଇ ନବା, ଯୋଉଥିରେ କି ଅଳ୍ପ ଟିକେ ତେଲ ଦେଇ ତା ଉପରେ ଲଙ୍କାଗୁଣ୍ଡ, ତା ଉପରେ ସେ ପେଷ୍ଟ ହେଇଥିବା ମସଲାକୁ ପକେଇ ଭଲ ଭାବରେ କଷି ନବା। ମସଲାରେ ତେଲ ଛାଡିବା ପର୍ଯ୍ୟନ୍ତ କଷିବା ଦରକାର। ଦେଲେ ଜାଣିବେ ଯେ ମସଲାଟି ଭଲ ଭାବରେ ହେଇଗଲା। ତାପରେ ଲାଷ୍ଟରେ ଲୁଣ 2 ଚାମଚ ଦେଇକି କ୍ୱାଣ୍ଟିଟି ଅନୁସାରେ ପାଣି ଦବା। ଆଉ ତନ୍ଦୁରୀ ହେଇଥିବା ଚିକେନ ଗୁଡିକ ତାକୁ ଗ୍ରେଭିରେ ପକେଇ 5 ମିନିଟ ପାଇଁ ଢାଙ୍କିକି ରଖିଦବା। ରେଡି ହେଇଗଲା ଆମର ପଞ୍ଜାବୀ ଚିକେନ। ଆପଣ ମାନେ ବି ଟ୍ରାଏ